ପ୍ରେମ, ବିଶ୍ୱାସଘାତକତା ଏବଂ ହତ୍ୟା ଯାହାକୁ ଜୀବନସାଥୀ ଭାବି ସାଥିରେ ଚାଲିବାକୁ କଥା ଦେଇଥିଲେ ସେଇ ସାଜିଲା ସାକ୍ଷାତ ଜମ୍। ଯାଜପୁର ଜିଲ୍ଲାର ସୌମ୍ୟରଞ୍ଜନ ସାମଲଙ୍କ ମୃତ୍ୟୁ ପଛର କାହାଣୀ ଶୁଣିଲେ ଆପଣଙ୍କ ମନ ବି ଆଶ୍ଚର୍ଯ୍ୟ ହୋଇଯିବ। ନମସ୍କାର ଦର୍ଶକ ବନ୍ଧୁ, ଆଜି ଆମେ ଆପଣଙ୍କୁ ଏମିତି ଏକ ସତ୍ୟ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଶୁଣିଲେ ଆପଣଙ୍କ ରୋମ ଟାଙ୍କୁରି ଉଠିବ। ପ୍ରେମ କଣ ଏତେ ଭୟଙ୍କର ହୋଇପାରେ? ବିଶ୍ୱାସ କଣ ଏତେ ବିଭତ୍ସ ହୋଇପାରେ? ଯାଜପୁର ଜିଲ୍ଲାର ଜଣେ 23 ବର୍ଷର ଯୁବକ ସୌମ୍ୟରଞ୍ଜନ ସାମଲ। ଏକ ହସଖୁସିର ସଂସାର, ନିକଟରେ ହୋଇଥିବା ପ୍ରେମ ବିବାହ। କିନ୍ତୁ କିଏ ଜାଣିଥିଲା ସେହି ହସକାନ୍ଦର ପଛରେ ଲୁଚି ରହିଥିଲା ଏକ କଳା ରକ୍ତମୁଖା ଷଡ଼ଯନ୍ତ୍ର। କେବଳ ଏକ ସାଧାରଣ ବନ୍ଧୁତା ନଥିଲା ଶୁଭଶ୍ରୀ ଏବଂ ପ୍ରୀତିଙ୍କ ମଧ୍ୟରେ। ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କ ଏତେ ନିବିଡ଼ ଥିଲା ଯେ ସେଥିପାଇଁ ସେମାନେ କୌଣସି ବି ସୀମା ପାର କରିବାକୁ ପ୍ରସ୍ତୁତ ଥିଲେ। ଶୁଭଶ୍ରୀଙ୍କ ବିବାହ ପରେ ବି ପ୍ରୀତିଙ୍କ ପ୍ରତି ତାଙ୍କର ଆକର୍ଷଣ କମି ନଥିଲା। ଯେତେବେଳେ ସୌମ୍ୟ ଏଥିରେ ବାଧା ସାଜିଲେ ସେତେବେଳେ ପ୍ରେମ ପରିବର୍ତ୍ତନ ହୋଇଗଲା ଘୃଣାରେ। ଏଠାରେ ପ୍ରଶ୍ନ ଉଠୁଛି, କଣ ଜଣେ ମଣିଷ ନିଜର ବେଆଇନ ସମ୍ପର୍କ ପାଇଁ ଏତେ ନିଷ୍ଠୁର ହୋଇପାରେ? ଏପ୍ରିଲ 6, 2024 ରାତି ପ୍ରାୟ 1:15। ସୌମ୍ୟ ନିଜ କାମ ସାରି ଘରକୁ ଫେରୁଥିଲେ। କାଳିମେଘା ଛକ ନିକଟରେ ହଠାତ୍ ତାଙ୍କୁ କିଛି ଦୁର୍ବୃତ୍ତ ଘେରିଗଲେ। କିଛି ବୁଝିବା ପୂର୍ବରୁ ଗୁଳି ମାରିଲା। ଚିକିତ୍ସା ପାଇଁ ଡାକ୍ତରଖାନା ନିଆଗଲା ସତ, କିନ୍ତୁ ସବୁ ଶେଷ ହୋଇଯାଇଥିଲା। ସୌମ୍ୟଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସାରା ଅଞ୍ଚଳରେ ଶୋକର ଛାୟା ଖେରିଗଲା। ପ୍ରଥମେ ଏହା ଏକ ସାଧାରଣ ଆକ୍ରମଣ ପରି ଜଣାପଡ଼ୁଥିଲେ ବି ପୋଲିସର ସନ୍ଦେହ ବଢ଼ିଲା। ସେହି ନିଛାଟିଆ ଜାଗାରେ ଆକ୍ରମଣକାରୀମାନେ ସୌମ୍ୟଙ୍କ ଲୋକେସନ ଜାଣିଲେ କେମିତି? ଆଜିକାଲି ଅପରାଧୀମାନେ ଭାବନ୍ତି ସେମାନେ ଖୁବ୍ ଚତୁର। ଏହି ଘଟଣାରେ ବି ସେଇଆ ହୋଇଥିଲା। ଏପ୍ରିଲ 6 ତାରିଖ ରାତିରେ ଯେତେବେଳେ ସୌମ୍ୟ ଅଫିସରୁ ବାହାରିଲେ, ଶୁଭଶ୍ରୀ ବାରମ୍ବାର ହ୍ୱାଟ୍ସଆପ୍ ଏବଂ କଲ୍ ମାଧ୍ୟମରେ ତାପସଙ୍କ ସହ ଯୋଗାଯୋଗରେ ଥିଲେ। ଲୋକେସନ ସେୟାରିଂ। ଶୁଭଶ୍ରୀ ସୌମ୍ୟଙ୍କ ଲାଇଭ୍ ଲୋକେସନ ସେୟାର କରୁଥିଲେ। ଦ କୋଡ୍ ୱାର୍ଡସ୍। ସେମାନେ କିଛି କୋଡ୍ ୱାର୍ଡ ମଧ୍ୟ ବ୍ୟବହାର କରୁଥିଲେ, ଯେପରି କାହାକୁ ସନ୍ଦେହ ନ ହେଉ। କିନ୍ତୁ ସେମାନେ ଭୁଲି ଯାଇଥିଲେ ଯେ ସେମାନେ ଡିଜିଟାଲ ଦୁନିଆରେ ନିଜ ପାଦଚିହ୍ନ ଛାଡ଼ି ଯାଉଛନ୍ତି। ଏପ୍ରିଲ 6, 2024 ରାତି ପ୍ରାୟ 1:15। ସୌମ୍ୟ ନିଜ କାମ ସାରି ଘରକୁ ଫେରୁଥିଲେ। କାଳିମେଘା ଛକ ନିକଟରେ ହଠାତ୍ ତାଙ୍କୁ କିଛି ଦୁର୍ବୃତ୍ତ ଘେରିଗଲେ। କିଛି ବୁଝିବା ପୂର୍ବରୁ ଗୁଳିମାଡ଼ ହେଲା। ଚିକିତ୍ସା ପାଇଁ ଡାକ୍ତରଖାନା ନିଆଗଲା ସତ, କିନ୍ତୁ ସବୁ ଶେଷ ହୋଇଯାଇଥିଲା। ସୌମ୍ୟଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଗଲା। ପ୍ରଥମେ ଏହା ଏକ ସାଧାରଣ ଆକ୍ରମଣ ପରି ଜଣାପଡ଼ୁଥିଲେ ବି ପୋଲିସର ସନ୍ଦେହ ବଢ଼ିଲା। ସେହି ନିଛାଟିଆ ଜାଗାରେ ଆକ୍ରମଣକାରୀମାନେ ସୌମ୍ୟଙ୍କ ଲୋକେସନ ଜାଣିଲେ କେମିତି? ଯେତେବେଳେ ତଦନ୍ତ ଆରମ୍ଭ ହେଲା, ପୋଲିସ ହାତରେ ଲାଗିଲା କିଛି ଆଶ୍ଚର୍ଯ୍ୟଜନକ ତଥ୍ୟ। କଲ୍ ଡିଟେଲ୍ସ, ସିଡିଆର୍। ସୌମ୍ୟଙ୍କ ସ୍ତ୍ରୀ ଶୁଭଶ୍ରୀ ଏବଂ ତାଙ୍କ ବାନ୍ଧବୀ ପ୍ରୀତିପ୍ରଭାଙ୍କ ମଧ୍ୟରେ ଅହେତୁକ ଭାବେ କଥାବାର୍ତ୍ତା ହେଉଥିଲା। ଆର୍ଥିକ କାରବାର। ପ୍ରୀତିପ୍ରଭାଙ୍କ ଆକାଉଣ୍ଟରୁ କିଛି ବଡ଼ ଧରଣର ଟଙ୍କା କାରବାର ହୋଇଥିଲା, ଯାହା ସନ୍ଦେହଜନକ ଥିଲା। ପୋଲିସ ଯେତେବେଳେ ପ୍ରୀତିଙ୍କ ଭାଇ ତାପସ ଖିଲାରଙ୍କୁ ଟ୍ରାକ୍ କଲା, ସେତେବେଳେ ସବୁ ଗୁମର ଫିଟିବାକୁ ଲାଗିଲା। ବେଆଇନ ବନ୍ଧୁକ ବ୍ୟବସାୟୀଙ୍କ ସହ ତାଙ୍କର ସମ୍ପର୍କ ସାମ୍ନାକୁ ଆସିଲା। ସୌମ୍ୟ କେବଳ ଜଣେ ସ୍ୱାମୀ ନଥିଲେ, ସେ ଥିଲେ ନିଜ ବାପା ମାଙ୍କ ଆଶାବାଡ଼ି। ମାତ୍ର 23 ବର୍ଷ ବୟସ। ଜୀବନର ଅନେକ ସ୍ୱପ୍ନ ବାକି ଥିଲା। ଯେଉଁ ଝିଅକୁ ନିଜ ଘରର ବୋହୂ କରି ଆଣିଥିଲେ, ସେଇ ଝିଅ ଆଜି ସେମାନଙ୍କ କୋଳ ଶୁଞ୍ଜି ସେମାନଙ୍କ କୋଳ ଶୂନ୍ୟ କରିଦେଲା। ପରିବାର ଲୋକଙ୍କ କହିବା କଥା, ଶୁଭଶ୍ରୀଙ୍କ ବ୍ୟବହାରରେ କେବେ ବି ସନ୍ଦେହ କରିବାର ସୁଯୋଗ ମିଳିନଥିଲା। ସେ ଏମିତି ଏକ ମୁଖା ପିନ୍ଧିଥିଲେ ଯାହାକୁ ଚିହ୍ନିବାରେ ସମସ୍ତେ ବିଫଳ ହୋଇଥିଲେ। ଏହି ହତ୍ୟାକାଣ୍ଡ ପଛରେ ଥିଲା ଏକ ଅସ୍ୱାଭାବିକ ପ୍ରେମ ସମ୍ପର୍କ। ଶୁଭଶ୍ରୀ, ପ୍ରୀତି ଏବଂ ତାପସ, ଏହି 3 ଜଣଙ୍କ ମଧ୍ୟରେ ଏକ ନିବିଡ଼ ସମ୍ପର୍କ ଗଢ଼ି ଉଠିଥିଲା। 2024 ମାର୍ଚ୍ଚ ମାସରେ ସୌମ୍ୟ ଏହି ସମ୍ପର୍କ ବିଷୟରେ ଜାଣିବାକୁ ପାଇଲେ। ସେ ସ୍ତ୍ରୀକୁ ବାରଣ କଲେ, ବିରୋଧ କଲେ, କିନ୍ତୁ ସେ ଜାଣିନଥିଲେ ଯେ ସେ ନିଜ ମୃତ୍ୟୁକୁ ଆମନ୍ତ୍ରଣ କରୁଛନ୍ତି। ଶୁଭଶ୍ରୀ ସୌମ୍ୟଙ୍କୁ ନିଜ ରାସ୍ତାରୁ ହଟାଇବାକୁ ନିଷ୍ପତ୍ତି ନେଲା। ନିଜ ସ୍ୱାମୀର ହତ୍ୟା ପାଇଁ ନିଜେ ଶୁଭଶ୍ରୀ ଇନଫର୍ମର ସାଜିଲେ। ମାର୍ଚ୍ଚ ଶେଷ ସପ୍ତାହରେ ହତ୍ୟା ଯୋଜନା ପ୍ରସ୍ତୁତ ହେଲା। ତାପସ ବନ୍ଧୁକ ଯୋଗାଡ଼ କଲେ ଏବଂ ଗୁଳି ଚଳାଇବା ପାଇଁ ଟ୍ରେନିଂ ବି ନେଲେ।
ଏପ୍ରିଲ 6 ରାତିରେ ସୌମ୍ୟ କେତେବେଳେ ଅଫିସରୁ ବାହାରିଲେ, କେଉଁ ରାସ୍ତାରେ ଆସିଲେ, ଶୁଭଶ୍ରୀ ଲଗାତାର ସେହି ଖବର ତାପସଙ୍କୁ ଦେଉଥିଲେ। ପୁଲିସ ଶେଷରେ 3 ଜଣଙ୍କୁ ଗିରଫ କଲା। ସେମାନଙ୍କ ପାଖରୁ ହତ୍ୟାରେ ବ୍ୟବହୃତ ବାଇକ୍ ଏବଂ ମାରଣାସ୍ତ୍ର ଜବତ କରାଗଲା। ମାର୍ଚ୍ଚ ଶେଷ ସପ୍ତାହରେ ହତ୍ୟା ଯୋଜନା ପ୍ରସ୍ତୁତ ହେଲା। ତାପସ ବନ୍ଧୁକ ଯୋଗାଡ଼ କଲେ ଏବଂ ଗୁଳି ଚଳାଇବା ପାଇଁ ଟ୍ରେନିଂ ବି ନେଲେ। ଏପ୍ରିଲ 6 ରାତିରେ ସୌମ୍ୟ କେତେବେଳେ ଅଫିସରୁ ବାହାରିଲେ, କେଉଁ ରାସ୍ତାରେ ଆସିଲେ, ଶୁଭଶ୍ରୀ ଲଗାତାର ସେହି ଖବର ତାପସଙ୍କୁ ଦେଉଥିଲେ। ପୋଲିସ ଶେଷରେ 3 ଜଣଙ୍କୁ ଗିରଫ କଲା। ସେମାନଙ୍କ ପାଖରୁ ହତ୍ୟାରେ ବ୍ୟବହୃତ ବାଇକ୍ ଏବଂ ମାରଣାସ୍ତ୍ର ଜବତ କରାଗଲା। ଏହି ଘଟଣା କେବଳ ଏକ ଖବର ନୁହେଁ, ଏହା ଆମ ସମାଜ ପାଇଁ ଏକ ଚେତାବନୀ। ସମ୍ପର୍କରେ ସ୍ୱଚ୍ଛତା ନଥିଲେ ତାହା କିଭଳି ବିଷାକ୍ତ ହୋଇଯାଏ। ସୌମ୍ୟଙ୍କ ହତ୍ୟାକାଣ୍ଡ ତାର ଏକ ବଡ଼ ଉଦାହରଣ। ଲୋଭ, କାମନା ଏବଂ ବିଶ୍ୱାସଘାତକତାର ପରିଣାମ କେବଳ ଜେଲ୍ କିମ୍ବା ମୃତ୍ୟୁ। ଆଜି ସୌମ୍ୟଙ୍କୁ ନ୍ୟାୟ ଦେବା ପାଇଁ ପୋଲିସ ସମସ୍ତ ପ୍ରମାଣ ଏକାଠି କରିଛି। କିନ୍ତୁ ଯେଉଁ ବିଶ୍ୱାସ ଉପରେ ଏହି ଦୁନିଆ ତିଷ୍ଠିଛି, ସେହି ବିଶ୍ୱାସ ଆଜି ଲଜ୍ଜିତ। ଏହି ଘଟଣା କେବଳ ଏକ ଖବର ନୁହେଁ, ଏହା ଆମ ସମାଜ ପାଇଁ ଏକ ଚେତାବନୀ। ସମ୍ପର୍କରେ ସ୍ୱଚ୍ଛତା ନଥିଲେ ତାହା କିଭଳି ବିଷାକ୍ତ ହୋଇଯାଏ। ସୌମ୍ୟଙ୍କ ହତ୍ୟାକାଣ୍ଡ ତାର ଏକ ବଡ଼ ଉଦାହରଣ। ଲୋଭ, କାମନା ଏବଂ ବିଶ୍ୱାସଘାତକତାର ପରିଣାମ କେବଳ ଜେଲ୍ କିମ୍ବା ମୃତ୍ୟୁ। ଆଜି ସୌମ୍ୟଙ୍କୁ ନ୍ୟାୟ ଦେବା ପାଇଁ ପୋଲିସ ସମସ୍ତ ପ୍ରମାଣ ଏକାଠି କରିଛି। କିନ୍ତୁ ଯେଉଁ ବିଶ୍ୱାସ ଉପରେ ଏହି ଦୁନିଆ ତିଷ୍ଠିଛି, ସେହି ବିଶ୍ୱାସ ଆଜି ଲଜ୍ଜିତ। ଆଜି ସୌମ୍ୟ ନାହାନ୍ତି, କିନ୍ତୁ ଏହି ଘଟଣା ସମାଜ ପାଇଁ ଏକ ବଡ଼ ପ୍ରଶ୍ନବାଚୀ ଛାଡ଼ିଯାଇଛି। କେମିତି ଜଣେ ନାରୀ ନିଜ ସିନ୍ଦୁରକୁ ନିଜେ ପୋଛିବାକୁ ପଛାଇଲା ନାହିଁ? ପୋଲିସର ତତ୍ପରତା ଯୋଗୁଁ ଆଜି ସବୁ ଅଭିଯୁକ୍ତ ଜେଲରେ। ସୌମ୍ୟଙ୍କୁ ହୁଏତ ନ୍ୟାୟ ମିଳିଛି, କିନ୍ତୁ ଏହି ବିଶ୍ୱାସଘାତକତାର କ୍ଷତ କେବେ ବି ଶୁଖିବ ନାହିଁ। ଦର୍ଶକ ବନ୍ଧୁ, ଏହି ଘଟଣା ଉପରେ ଆପଣଙ୍କର ମତାମତ କ'ଣ? କମେଣ୍ଟ କରି ଜଣାନ୍ତୁ। ଭିଡିଓଟିକୁ ସେୟାର କରନ୍ତୁ, ଯେପରି ସମସ୍ତେ ସତର୍କ ରହିବେ। ଧନ୍ୟବାଦ।